ଖ୍ରୀଷ୍ଟମାସ ବେଳକୁ ଅତି ନିକଟତର ହେବେ ବୃହସ୍ପତି ଓ ଶନି। ସୌରମଣ୍ଡଳର ଦୁଇଟି ବୃହତ୍ତମ ଗ୍ରହ ନିକଟତର ହେବାକୁ ଯାଉଛନ୍ତି। ଡିସେମ୍ବର 21 ତାରିଖ ରାତିରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିବ। ବୃହସ୍ପତି ଓ ଶନି ଆକାଶରେ ଏତେ ନିକଟତର ହେବେ ଯେ ଗୋଟିଏ ଗ୍ରହ ପରି ଦେଖାଯିବେ। ଏହାକୁ ଏକ ବଡ଼ ସଂଯୋଗ ବୋଲି କୁହାଯାଉଛି। ପ୍ରତି 20 ବର୍ଷରେ ଥରେ ଏମିତି ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିଥାଏ। ହେଲେ ପ୍ରାୟ 400 ବର୍ଷ ପରେ ଏହି ଗ୍ରହ ଦୁଇଟି ପରସ୍ପରର ଅତି ନିକଟତର ହେବେ। ଶେଷଥର ପାଇଁ ଏଭଳି ମହାମିଳନ 1623 ମସିହା ଜୁଲାଇ 16ରେ ଦେଖାଯାଇଥିଲା। ତେବେ ଏକ ବିରଳ ଘଟଣା ବୋଲି କହିଛି ରାଇସ୍ ୟୁନିଭର୍ସିଟି। ଡିସେମ୍ବର 16 ତାରିଖରୁ 25 ତାରିଖ ମଧ୍ୟରେ ପ୍ରତିଦିନ ସନ୍ଧ୍ୟା ପରେ ପଶ୍ଚିମ ଆକାଶରେ 1 ଘଣ୍ଟା ପାଇଁ ବୃହସ୍ପତି ଓ ଶନି ନିକଟତର ହେବେ। ହେଲେ 21 ତାରିଖରେ ଅଧିକ ନିକଟତର ହେବେ। ଆକାଶରେ ଆମକୁ ଦୁଇଟି ଯାକ ପିଣ୍ଡ ପାଖାପାଖି ଦେଖାଯିବେ। ଆକାଶରେ ସେମାନେ ବର୍ତ୍ତମାନ ଆମକୁ ଯେତିକି ଦୂରରେ ଦେଖାଯାଉଛନ୍ତି, ସେତେବେଳେ ଗ୍ରହ ଦୁଇଟି ଖାଲି ଆଖିରେ ଆମକୁ ଖୁବ୍ ପାଖାପାଖି ଦେଖାଯିବେ। ଆଉ ସେ ଯୋଉ ପାଖାପାଖି 21 ତାରିଖ ଦିନ, ସେଇଟା ହଉଛି ଆମର 0.1 ଡିଗ୍ରୀ, ପ୍ରାୟ 5 ଭାଗରୁ କମ୍ ଭାଗ ଅଞ୍ଚଳରେ ବୃହସ୍ପତି ଆଉ ଶନି ଦେଖାଯିବେ, ଯୋଉଟା କି ଖାଲି ଆଖିରେ ଦେଖାଯିବ, ଯୋଉଟା ଗୋଟେ ବିରଳ ଦୃଶ୍ୟ, ଯୋଉଟା କି 800 ବର୍ଷ ପରେ ଦେଖାଯିବ ଏତେ ପାଖରେ ଖାଲି ଆଖିରେ। ତେଣୁ ସେଇଟା ନିଶ୍ଚିନ୍ତ ଭାବରେ ଗୋଟେ ବହୁତ ବିରଳ ଦୃଶ୍ୟ। ସମସ୍ତେ ଏଇଟା ଦେଖିବା ନିହାତି ଜରୁରୀ ବୋଲି ଆମେ କହୁଛୁ। ଆଉ ଆମେ ମଧ୍ୟ ସଚେତନ କରୁଛୁ ପିଲାମାନଙ୍କୁ, ସେମାନେ ଦେଖନ୍ତୁ। ଆଉ ଏବେଠାରୁ ପ୍ରତ୍ୟେକ ଦିନ ଦେଖନ୍ତୁ। ସନ୍ଧ୍ୟା ସମୟରେ ଆପଣ ଯଦି ପଶ୍ଚିମ ଆକାଶକୁ ଦେଖିବେ ବୃହସ୍ପତି ଆଉ ଶନି ଗ୍ରହ ଏବେ ପ୍ରାୟ ଅଳ୍ପ ଦୂରରେ ରହିଛନ୍ତି। ଆଉ ସବୁଦିନ ସେଇ ଦୂରତା ଧୀରେ ଧୀରେ କମିଯିବ ଏବଂ 21 ତାରିଖ ଦିନ ଏତେ ପାଖକୁ ଆସିଯିବେ ଯେ ସେ ଦୁଇଟି ଯାକ ଗୋଟିଏ ତାରା ଭଳିଆ ପ୍ରାୟ ଦେଖାଯିବ। ପୃଥିବୀ, ବୃହସ୍ପତି, ଶୁକ୍ର, ଶନି ସବୁ ଗ୍ରହ ଗୁଡିକ ସୂର୍ଯ୍ୟ ଚାରିପଟେ ବୁଲୁଛନ୍ତି। ସେମାନେ ଯୋଉ ଗୋଟେ ସୂର୍ଯ୍ୟ ଚାରିପଟେ ବୁଲୁଛନ୍ତି, ସେମାନେ ପାଖାପାଖି ଗୋଟିଏ ସମତଳରେ ରହିଛନ୍ତି। ପ୍ରାୟ ପ୍ରତ୍ୟେକ 12 ବର୍ଷରେ ଥରେ ବୃହସ୍ପତି ସୂର୍ଯ୍ୟ ଚାରିପଟେ ବୁଲିଥାଏ। ପୃଥିବୀ ଆମର 365 ଦିନରେ ଥରେ ବୁଲିଥାଏ। ଆଉ ଶନି ପ୍ରାୟ 30 ବର୍ଷରେ ଥରେ ବୁଲିଥାଏ। ତ ତେଣୁ ପ୍ରତ୍ୟେକ 20 ବର୍ଷରେ ଏପରି ଗୋଟେ ଅବସ୍ଥା ଆସେ ଯେତେବେଳେ କି ପୃଥିବୀରୁ ଆମର ବୃହସ୍ପତି ଆଉ ଶନି ଗ୍ରହ ପାଖାପାଖି ଥିବାର ଦେଖାଯାଆନ୍ତି। ତ ଏବେ ସେଇଭଳିଆ ଗୋଟେ ଅବସ୍ଥା ଅଛି।